ସାର୍ ମୋ ନାଁ ହେଲା ଚାପଧାରୀ ରଣା ସାର୍। କଣ ସମସ୍ୟା ଅଛି? ସାର୍ ଯୋଉ ଗାଁ ସାଥୀ ପାଇଁ ଯୋଉ ଆବେଦନ କରିଥିଲି ସାର୍, ମୁଁ ସରପଞ୍ଚ ପାଖକୁ ଯାଇଥିଲି। ତାଙ୍କେ କହିଲେ ଏବେ ନାଇଁ ସେଟା ହବ ନାହିଁ, ପଲ୍ଲୀ ସଭା ବି ଏବେ ହବ ନାହିଁ ବୋଲି କହିଲେ ତାଙ୍କେ। ଏବେ ଦେଖ ଗାଁ ସାଥିରେ ତମେ ଯୋଉ ଆପ୍ଲାଏ କରିବା ପାଇଁ ଗାଁ ସାଥିରେ ଗୋଟେ ସାର୍ ଭ୍ୟାକେନ୍ସି ବାହାରେ। ଗାଁ ସାଥିରେ ଭ୍ୟାକେନ୍ସି କିଛି ବାହାରିଛି ତୁମ ପଞ୍ଚାୟତରେ? ଭ୍ୟାକେନ୍ସି ସାର୍ ସେମିତି ତ କିଛି ଆଉ କେମିତି ରଖିବେ ଆମ ତାକୁ? ଗାଁରେ ଗାଁ ସାଥୀ ତ କିଏ ନାହାନ୍ତି ସାର୍। ଆମ ଗାଁରେ ଭ୍ୟାକେନ୍ସି ଅଛି, ଆଉ ଜଣେ ଯିଏ ଥିଲା ଆଗରେ ସିଏ ମରି ଯାଇଛନ୍ତି। ଆଚ୍ଛା, ଜଣେ ଯେ ଥିଲେ ସେ ଏକ୍ସପାର୍ଟ କରିଯାଇଛନ୍ତି। ହଁ ତୃତୀୟ ଜଣକୁ ଆପଏଣ୍ଟମେଣ୍ଟ କରିବା ପାଇଁ ରଖିବା ପାଇଁ ପଞ୍ଚାୟତ ନୋଟିଫିକେସନ ନୋଟିସ କରିବ। ସାର୍ ବୁଝିପାରିଲେ? ପଞ୍ଚାୟତ ନୋଟିସ କରିବ ଯେ ସେ ଆଉ ଜଣେ ଗାଁ ସ୍ଥିତି ମରିଯାଇଛି, ତେଣୁ ସେ ବ୍ଲକ କୁ ଜଣେଇବ। ବ୍ଲକ ରୁ ଗୋଟେ ସାର୍ ନୋଟିଫିକେସନ ମଧ୍ୟ ତାଙ୍କ ଗୋଟେ ଆସିବ, ରେକମେଣ୍ଡେସନ ଆସିବ, ବା ଏମାନେ ଲେଖିବେ ଯେ ସେ ଗାଁ ସାଥୀ ମରିଯାଇଛି, ଆମକୁ ନୂଆ ଗାଁ ସାଥୀ ରିକ୍ରୁଟମେଣ୍ଟ କରିବା ପୋଲିସ କରିବା ପାଇଁ ଅନୁମତି ଦିଆଯାଉ। ତେଣୁ ଏଟା ବ୍ଲକରୁ ତାଙ୍କୁ ପରମିଶନ ମିଳିବ, ଯାହା ପ୍ରୋସିଜର କ୍ଲିୟର ହେଲା ନା। ସାର୍ ତେଣୁ ପ୍ରଥମ କଥା ସାର୍। ହଉଛି ଯେ ତମେ ସେ ଯୋଉ ଗାଁ ସାଥୀ ଭ୍ୟାକାନ୍ସି ହେଇଛି, ଏମାନେ ବ୍ଲକ କୁ ଜଣେଇଛନ୍ତି ତ ଯେ ସେ ଲୋକଟି ମରିଯାଇଛି ବୋଲି? ନା ସାର୍ ତାଙ୍କେ ତ କିଛି ଜଣେଇ ନଥିବେ। ଆଉ ଯଦି ବ୍ଲକ କୁ ନ ଜଣେଇବେ, ତେବେ ବି ତ ବ୍ଲକ ଖାତାରେ ତ ଗୋଟେ ଲୋକ ଦିଟା ଲୋକ ଅଛନ୍ତି ଗାଁ ସାଥୀ। ବୁଝିପାରିଲେ କି? ହଁ ସାର୍। ସେ ସିନା ହଁ ସାର୍। ବ୍ଲକ କୁ ଜଣେଇଲେ ବ୍ଲକ ଜାଣିବ ଯେ ଲୋକଟା ମରିଗଲା ବୋଲି। ଯଦି ବ୍ଲକ କୁ ଜଣେଇଛନ୍ତି ନା ହଁ ନାଇଁ? ଏବେ ଏବେ ପ୍ରଥମ କଥା ହଉଛି ତମ ପଞ୍ଚାୟତରେ ଯେ ପିଇଓ ଅଛନ୍ତି ହେଲା, ଏବେ ସାର୍। ହଁ ପିଇଓ କୁ ସାର୍। ଯାଇ ପଚାର ଯେ ସାର୍ ଆମ ଗାଁରେ ଯୋଉ ଦୁଇଟା ଗାଁ ସାଥୀ ଥିଲେ, ତାଙ୍କ ଭିତରୁ ଯେ ମରି ଯାଇଛନ୍ତି, ସେ ମରିଯାଇଛନ୍ତି ବୋଲି ଆପଣ ବ୍ଲକ କୁ ଇନଫରମେସନ କରିଛନ୍ତି ତ? ଯଦି ବ୍ଲକ କୁ ଇନଫରମେସନ କରିଛନ୍ତି, ତେବେ ସେ ଚିଠି ନମ୍ବର ଦେଖାନ୍ତୁ, କୋଉ ଚିଠି ଆପଣ ଲେଖିଛନ୍ତି, ବା ପଲ୍ଲୀ ସଭାର ଆପ୍ରୁଭାଲ ଯଦି ଅଛି ସେ ଲୋକ ମରିଗଲା ବୋଲି, ତାର କିଛି ତ ରେକର୍ଡ ଥିବ ସେ ଲୋକ ମରିଗଲା ବୋଲି। ହଁ ସାର୍, ସାଙ୍କେ ସେ ଲୋକ ମରିଛି ବୋଲି ବି ଜାଣିନଥିବେ ସାର୍, ଆଗରୁ ଗୋଟେ ଜଣକ ଅଛି। ନା ନା, ତାଙ୍କୁ କୁହ ଯେ ସେ ଯୋଉ ଲୋକ ସାର୍ ମରିଯାଇଛି ତମେ ତାକୁ ବ୍ଲକରେ ଜଣେଇଲେଣି ତ? ସାର୍ କ୍ଲିୟର ହେଲା? ସରପଞ୍ଚକୁ କହିଲା ପାଇଁ ସେଟା ଯୋଉ ସେ ଟାଇମ ଆସିଲେ ମୁଁ କହିବି ବୋଲି ନା, କହିଲା ସାର୍ ଟାଇମ କେବେ ଆସିବ? ସରପଞ୍ଚ। ଯଦି ଲୋକ ମରିଗଲାଣି, ଦେଖନ୍ତୁ, ଯଦି ଲୋକ ମରିଯାଇ ତାର ଡେଥ ସାର୍ଟିଫିକେଟ ଥିବ, ତାର ଡେଥ ହଁ ସାର୍ଟିଫିକେଟ ସାର୍। ଥିବ ନା? ଅଙ୍ଗନବାଡିରେ ତା ଲିଷ୍ଟ ହଁ ଥିବ ଯେ ଲୋକ ମରିଗଲା ବୋଲି, ତା ଘରର ହଁ ଡେଥ ସାର୍ଟିଫିକେଟ ଥିବ। ହଁ ଥିବ ସାର୍। ତୁମେ ସେ ଡେଥ ସାର୍ଟିଫିକେଟ ଅଙ୍ଗନବାଡିରୁ କଲେକ୍ସନ କରିବ, ଅଙ୍ଗନବାଡି କୁହ ଯେ ଲୋକ ମରିଯାଇଛି ବୋଲି ଲେଖିଦଉ, ତାକୁ ନେଇକି ସରପଞ୍ଚକୁ ଦିଅ ଯେ ଏ ଲୋକ ମରିଯାଇଛି ତମେ କେମିତି ରଖିଛ? ସାର୍ ବୁଝିପାରିଲେ? ଯଦି ଆଉ ଯୋଉ ସାର୍। ପ୍ରଥମ କଥା ଦେଖ, ପ୍ରଥମ କଥା ହଉଛି ସାର୍ ତୁମେ ପିଓଙ୍କୁ ଭେଟ, ବୁଝିପାରିଲେ? ସାର୍। ପିଓଙ୍କୁ ପଚାର ସାର୍ ଏଇ ହଁ ଯୋଉ ଆମ ଗାଁରେ ଯୋଉ ଗାଁ ସାଥୀ ଥିଲେ, ଏବେ ସେ ହଁ ଏକ୍ସପାୟାର୍ଡ କରି ଯାଇଛନ୍ତି, ଆପଣ କିଛି ରିପୋର୍ଟ ଅଛି କି ଆପଣଙ୍କ ପାଖରେ? ଆପଣ ବ୍ଲକ କୁ ପଠେଇଛନ୍ତି କି ତାକୁ, ଯେ ଏଇ ଯୋଉ ଲୋକ ସାର୍। ମରିଯାଇଛି ବୋଲି? ଯଦି ପଠେଇଛନ୍ତି ସାର୍, ଆପଣ ଲେଟର ନମ୍ବର ଆଉ ଲେଟର ହେଡ୍ ଦେଇଛନ୍ତି, ଲେଟର ନମ୍ବର ବି ଥିବ, ପଞ୍ଚାୟତ ରେଜିଷ୍ଟ୍ରି କରିଥିବେ ନା, ବା ଗ୍ରାମ ହଁ ସଭା ସାର୍। ହଉ ପଞ୍ଚାୟତ ମିଟିଂ କୋଉଠି ତ ଲେଖିଥିବେ ଯେ ଲୋକ ମରିଗଲା ବୋଲି। ହଁ ସାର୍। ତ ଆପଣ ସାର୍ ସେ ରେକର୍ଡଟି ମତେ ଦିଅନ୍ତୁ ଯେ ଏଇ ଲୋକ ମରିଯାଇଛି ବୋଲି, କୋଉଠି ଆପଣ ରେକର୍ଡ ଅଛି ଆପଣଙ୍କ ପାଖରେ। କ୍ଲିୟର ସାର୍। ହେଲା ତ? ଏବେ ତାକୁ ଆପଣ କଣ ହଁ କରନ୍ତୁ, ସେ ରିପୋର୍ଟ ଆପଣ ପାଇବେ, ପାଇସାରିଲା ପରେ ସରପଞ୍ଚ ହଁ କହିବେ ସାର୍ ଏଇ ଯୋଉ ଲୋକଟା ମରିଯାଇଛି, ଆପଣ ତା ଏଗନେଷ୍ଟରେ କାଇଁ ଲୋକ ରଖୁନାହାନ୍ତି। ଇଏ ହଉଛି ଗୋଟେ ହଁ ପ୍ରୋସିଜର। ଦ୍ୱିତୀୟ ପ୍ରୋସିଜର, ଯଦି ଏ ବାଟ ସେମାନେ ମାନୁନାହାନ୍ତି, କ୍ଲିୟର ହୁଅନ୍ତୁ, ସାର୍। ଏବେ ଆପଣ ବିଡିଓଙ୍କୁ ଜଣାନ୍ତୁ ଯେ ସାର୍ ଆମ ଗାଁରେ, ଆକ୍ଚୁଆଲି ବିଡିଓଙ୍କ ପାଖରେ ଇନଫରମେସନ ନଥିବ, ବିଡିଓ କେମିତି ଜାଣିବେ ତମ ଗାଁର ଲୋକ ମରିଗଲା ବୋଲି? ବୁଝିପାରିଲେ? ହଁ ସାର୍ ଆଙ୍କେ ପଞ୍ଚାୟତ ନ ଜଣେଇଲେ କେମିତି ନା। କେମିତି ଜାଣିବେ? ତେଣୁ ବିଡିଓଙ୍କୁ କୁହନ୍ତୁ ଯେ ସାର୍ ଏଇଭଳିଆ ଘଟଣା ଆମ ଗାଁରେ ଗାଁ ସାଥୀ ମରିଯାଇଛି, ତେଣୁ ସେ ଜାଗାରେ ଆଉ ଗୋଟେ ଗାଁ ସାଥୀ ସାର୍। ରହିବା ଦରକାର, ଏମାନେ କିଛି ଆକ୍ସନ ହଁ ନେଉନାହାନ୍ତି। ବିଡିଓଙ୍କୁ ଫର୍ମାଲି ଆପଣ ହେଲେ ଜଣାନ୍ତୁ। ସାର୍ ବୁଝିଲେ? ପିଓକୁ କହିବାର ଅଛି ସାର୍। କାହାକୁ? ପିଓକୁ କହିବି କି ସାର୍? ହଁ, ପିଓକୁ କୁହନ୍ତୁ। ପ୍ରଥମେ ତ ପିଓକୁ ଜଣାନ୍ତୁ। ପିଓକୁ କହୁଛି ଯେ ସାର୍ ହଁ ଯୋଉ ମରିଯାଇଛି ଗାଁ ସାଥୀ, ଆପଣ କିଛି ବ୍ଲକ କୁ ଜଣେଇଛନ୍ତି ହେଲା, ସାର୍। ବା ଆପଣ ପଞ୍ଚାୟତ ବୈଠକ ହଉ ବା ଗ୍ରାମ ସଭା ହଉ ବା ପଲ୍ଲୀ ସଭାରେ କୋଉଠି ଲେଖିଛନ୍ତି ଯେ ଲୋକ ମରିଗଲା ବୋଲି? କିଛି ତ ସାର୍। ରେକର୍ଡ ଥିବ, ରେକର୍ଡ ରଖିବେନି କାହିଁକି? ତ ସିଏ କହିବେ ଯେ ସାର୍ ଆମକୁ ଜଣା ନାହିଁ। ତ ଆପଣ କଣ କରନ୍ତୁ, ତାର ଯୋଉ ଡେଥ ସାର୍ଟିଫିକେଟ ଅଛି ବା ସେ ଲୋକର ଅଙ୍ଗନବାଡି ଲିଷ୍ଟ ଥିବ, ଲୋକ ମରିଗଲା ବୋଲି, ତାକୁ ଆଣି ଦିଅନ୍ତୁ, ସାର୍ ଏ ଲୋକ ମରିଗଲେଣି ବୋଲି, ଆପଣ ଜଣେଇନାହାନ୍ତି କାହିଁକି? ହଁ ଏବେ ସାର୍। ତାଙ୍କର ବାଟ ଖୋଲିବ ଯେ ସେ ଜାଣିଗଲେ। ଏବେ କଣ କରିବେ? ତାଙ୍କର ଯୋଉ ରିକ୍ରୁଟମେଣ୍ଟ ସାର୍। ପ୍ରୋସେସ ଅଛି ସେ ବ୍ଲକ କୁ ଜଣେଇବେ, ବ୍ଲକ କୁ ତାଙ୍କର ଯଦି କିଛି ପରମିଶନ ଲେଟର ଥିବ ସେ ପରମିଶନ ଆଣିବେ, ତାପରେ ସେଠି କଣ କରିବେ, ଗୋଟେ ଗାଁ ସାଥୀ ନୂଆ ରଖିବେ। ସାର୍। ସେ ଯାହା ପ୍ରୋସିଜର ଥିବ, ସେ ପଲ୍ଲୀ ସଭା ମାଧ୍ୟମରେ ରଖନ୍ତୁ, କିମ୍ବା ପଞ୍ଚାୟତର ନୋଟିଫିକେସନ କରନ୍ତୁ, କ୍ୱାଲିଫିକେସନ ୱାଇଜ ରଖନ୍ତୁ, କେମିତି
ତାଙ୍କର ଗାଁ ସାଥୀ ପାଇଁ ଯୋଉ ପ୍ରୋଭିଜନ ଥିବ ବୁଝିପାରିଲେ ସାର୍ ଆମେ କହିବାନି ଯେ ହଁ ଏକ୍ସଟର୍ନାଲ ଏକ୍ସ ୱାଇ ଜେଡ୍ ତାକୁ ରଖିଦେବେ ତାଙ୍କର ଗୋଟେ ପ୍ରୋସିଜର ଅଛି ଯୋଉ ପ୍ରୋସିଜର ଅଛି କଣ ସାର୍ ଯଦି ଆଇଦର ପୋଲିସ ଦ୍ୱାରା ଫାଇନାଲ ହବ କିମ୍ବା ପଞ୍ଚାୟତର ନୋଟିସ କରାଯିବ ସାର୍ ଯେ ଏଇ ଗାଁରେ ଗାଁ ସାଥୀ ଭ୍ୟାକେନ୍ସି ଆସିଲେ ଆପଣ ମାନେ ଆପ୍ଲାଏ କରନ୍ତୁ ଆପଣ ଆବେଦନ କରିବେ ବା ଯେକୌଣସି ଲୋକ ଆବେଦନ କରିବ ତାର କ୍ୱାଲିଫିକେସନ ଅନୁସାରେ ସେ ହଁ ସିଲେକ୍ସନ ହବ ଆଉ ଯଦି ପୋଲିସ ହବାର ହେଲା ହଁ ସେ ପୋଲିସ ଦ୍ୱାରା ଆପଣ 2 3 4 5 ଲୋକ ଯିଏ ଠିଆ ହେଲେ ଯେ ଆମେ ଗାଁ ସାଥୀ ରହିବୁ ଗାଁ ଲୋକ ଯାହାକୁ ସମର୍ଥନ କରି ସାର୍ ସେ ରହିଲା ଯଦି କେହି ଠିଆ ନହେଲେ ଯଦି ଗାଁ ଲୋକର ଆପଣଙ୍କୁ ସମର୍ଥନ କଲେ ଆପଣ ରହିବେ ତାର ଯୋଉ ସାର୍ କ୍ରାଇଟେରିଆ ଅଛି ଯୋଉ ନିୟମ ଅଛି ସେ ନିୟମରେ ଆପଣ ଯିବେ ତେଣୁ ଏବେ ସାର୍ କଥା ଉଠୁଛି ସେ ଲୋକଟି ମରିଛି ବୋଲି ପଞ୍ଚାୟତରେ ଖବର ଅଛି ନା ପିଓ ଜାଣିଛନ୍ତି ନା ଦ୍ୱିତୀୟ ମୁଁ ତ ଜାଣିନି ସାର୍ ଯଦି ପିଓ ଜାଣିଛନ୍ତି ସିଏ ବ୍ଲକକୁ ଜଣେଇଲେଣି ନା ନାହିଁ ପିଓ ଜାଣିଯିବା ଅଲଗା କଥା ଆଉ ପଞ୍ଚାୟତକୁ ରୁ ଲିଖିତ ଆକାରରେ ବ୍ଲକକୁ ଜଣେଇବା ଦରକାର ଯେ ଏ ଲୋକଟି ଆମର ଗାଁ ସାଥୀ ଥିଲା ମରିଗଲା ସାର୍ ବହୁତ ଯଦି ଦିନ ହେଇଗଲା ସାର୍ ସେମିତି 8 10 ବର୍ଷ ହେଇଗଲା ସାର୍ 8 10 ବର୍ଷ ହେଲା ଆମର ଏଠି ରଖୁନାହାନ୍ତି ହଁ ସାର୍ ଆପଣ ଗୋଟେ ଆର୍ଟିଆଇ ମାଗନ୍ତୁ ସାର୍ ଆର୍ଟିଆଇ ଗୋଟେ ବ୍ଲକକୁ ଲେଖନ୍ତୁ ଯେ ଏଇ ଲୋକଟି ଏକ୍ସପାର୍ଟ କରି ଯାଇଛି ଗାଁ ସାଥୀ ଥିଲା ତା ଏଗେନଷ୍ଟରେ ଆପଣଙ୍କୁ ଆପଣଙ୍କ ପାଖରେ କଣ ଡକୁମେଣ୍ଟ ଅଛି ଆଉ ମତେ ଦିଅନ୍ତୁ ବା ସାର୍ ତା ଏଗେନଷ୍ଟ ଆପଣ କାହାକୁ ରଖିବେ ବୋଲି ନୋଟିଫିକେସନ ଯଦି ହେଇଛି ତାକୁ ଜଣାନ୍ତୁ ଆପଣ ଆର୍ଟିଆଇ ଗୋଟେ ମାଗନ୍ତୁ ସାର୍ ଆର୍ଟିଆଇ ଆଭିମୁଖ୍ୟ ଲେଖିବେ ସବଜେକ୍ଟ ଯେ ଏଇ ଗାଁ ସାଥୀ ମାନେ ପାଇଁ ଲେଖିବେ ଯେ ଗାଁ ସାର୍ ସାଥୀ ନାଁ ଲେଖିବେ ତା ବାପା ନାଁ ଲେଖିବେ ଗାଁ ନାଁ ଲେଖିବେ ଯେ ଏଇ ଗାଁ ସାଥୀ ଏତିକି ବର୍ଷ ହେଲା ମରିଯାଇଛି ତା ସାର୍ ଏଗେନଷ୍ଟରେ ଆପଣ କାହାକୁ ରଖିଛନ୍ତି କୁହନ୍ତୁ ଯଦି ନ ରଖିଛନ୍ତି କାହିଁକି ରଖିନାହାନ୍ତି ଏ ବିଷୟରେ ଗାଇଡଲାଇନ କଣ ଅଛି 10 ବର୍ଷ ଭିତରେ ମାନେ ଗାଇଡଲାଇନ ଫଲୋ ପାଇଁ କରିନାହାନ୍ତି 10 ବର୍ଷ ଭିତରେ ସେ ପୋଷ୍ଟ ସାର୍ ଫାଙ୍କା କାହିଁ ଅଛି ଆଉ ଏଇଟା ତ ଗୋଟେ ବଡ ନୋଟିଫିକେସନ ନୁହଁ ଯେ ଦିଲ୍ଲୀରୁ ଆସିବ ବା ଭୁବନେଶ୍ୱରରୁ ଆସିବ ଇଏ ତ ପଞ୍ଚାୟତର କ୍ଷମତା ପରିସର ବିଷୟରେ ପଞ୍ଚାୟତ ରଖିପାରିବ ହଁ ସାର୍ ଗାଁ ସାଥୀ କି ହଁ ଆଉ ଯଦି ପଞ୍ଚାୟତ କ୍ଷମତା ପରିସର ଭିତରେ ବ୍ଲକ କ୍ଷମତା ପରିସର ଜିଲ୍ଲା ଇଏ ଜିଲ୍ଲା ବାହାର କ୍ଷମତା ପରିସର ଭିତରେ ଇଏ ନୁହଁ ଯଦି ବି ଥିବ ଇଏ ତ ନା ପଞ୍ଚାୟତର କ୍ୟାଡରରେ ଯାଉଛି କୋଉଥିରେ ଯିବାର ଦେଇ ନାହିଁ ପଞ୍ଚାୟତ କ୍ୟାଡର ଭିତରେ ଏମାନେ ନୁହନ୍ତି ଏମାନେ ପୁରା ଠିକାଦାର ଏମ୍ପ୍ଲୟ ବି ନୁହନ୍ତି କାମ କରିବ ତ ପଇସା ପାଇବ ପରମାନେଣ୍ଟ ଏମ୍ପ୍ଲୟ ବି ତମେ ନୁହଁ ତେଣୁ ଇଏ ତ ପୁରା ପଞ୍ଚାୟତ ପରିସରଭୁକ୍ତ ବା ପଞ୍ଚାୟତ ସମିତି ପରିସରଭୁକ୍ତ ଏମାନେ ଚାହିଁଲେ ରଖିପାରିବେ ହୁଏତ 10 ବର୍ଷ ଭିତରେ ଏମାନେ ଜଣେଇ ନାହାନ୍ତି ବ୍ଲକକୁ ହଁ ସାର୍ ତା ଭିତରେ କିଛି କାର୍ଯ୍ୟାନୁଷ୍ଠାନ ନେଇ ମରିଗଲା ମରିଗଲା ଆଉ କଣ ଆଙ୍କୁ ସୁବିଧା ହଉଛି ହଁ କାମ କରିବା ପାଇଁ ପ୍ରଥମେ ପିଓଙ୍କୁ ସାର୍ ଭେଟିବ ପିଓଙ୍କୁ ଭେଟିକି ସାର୍ ଏଇ ବିଷୟରେ ପଚାରିବ ସାର୍ ଯୋଉ ଗାଁ ସାଥୀଟି ମରିଯାଇଛି 10 ବର୍ଷ ହେଲାଣି ଆପଣଙ୍କ ପାଖରେ କିଛି ସୂଚନା ଅଛି ପଞ୍ଚାୟତ ଯଦି ଅଛି ଆପଣ ସେ ଯୋଉ ପୋଷ୍ଟଟି ଫିଲଅପ କରିବା ପାଇଁ ସାର୍ ଆପଣ କଣ କଣ ଆକ୍ସନ ନେଇଛନ୍ତି ପଲ୍ଲୀ ସଭାରେ ପକେଇଛନ୍ତି କି ଗ୍ରାମ ସଭାରେ ପକେଇଛନ୍ତି କି ପଞ୍ଚାୟତ ବୈଠକରେ ପକେଇଛନ୍ତି କି ବ୍ଲକକୁ ଲେଖିଛନ୍ତି ବୁଝିପାରିଲେ ଦ୍ୱିତୀୟ କଥା ଯେ ବିଡିଓଙ୍କୁ ଭେଟ ବିଡିଓ ଯେ ସାର୍ ମୋ ଗାଁରେ ଏଇ ଯୋଉ ଗାଁ ସାଥୀ ମରିଯାଇଛି ତାକୁ କାହିଁ ପୂରଣ କରାଯାଉନି ହଁ ସାର୍ ତାଙ୍କୁ ଲିଖିତ ଗୋଟେ ଦିଅ ଲେଖିକି ଦିଅ ବିଡିଓ ସାର୍ ତୃତୀୟ ଯଦି ଏ ଦୁଇଟା ଉପାୟରେ ସେମାନେ ଶୁଣୁନାହାନ୍ତି ତୃତୀୟ କଥା ହଉଛି ସାର୍ ଆରଟିଆଇ ରେ ମାଗ ଯେ ସାର୍ ଟୁ ଦି ମାନେ ବିଡିଓ ଅଫିସ ରେ ଯେ ପିଆଇଓ ଥିବେ ଟୁ ଦି ପିଆଇଓ ତମ ଯୋଉ ବ୍ଲକ ଥିବ ସେ ସାର୍ ବ୍ଲକ ର ପିଆଇ ଗୋଟେ ଆପ୍ଲିକେସନ ଲେଖିବ ଗୋଟେ ଫର୍ମାଟ ରେ ମୁଁ ସେ ଫର୍ମାଟ ତାକୁ ପଠେଇଦେବି ଲେଖିବ ସାର୍ ଯେ ଗାଁ ସାଥୀ ଯୋଉ ପଦ ଖାଲି ପଡିଛି ସେଇ ବିଷୟ ଲେଖିବ ଯେ ଏଇ ସାର୍ ପଞ୍ଚାୟତରେ ଏଇ ଗାଁରେ ଅମକେଇ ଯୋଉ ଥିଲା ଗାଁ ସାଥୀ ଥିଲା ଅମୁକ ଗାଁ ସାଥୀ ସିଏ ମରିଯାଇଛି ସାର୍ ବା ଏକ୍ସପାୟାର କରିଯାଇଛି ମୃତ୍ୟୁବରଣ କରିସାରିଛି 10 ବର୍ଷ ହେଲାଣି ବା ସେ ଡେଟ୍ ଲେଖିଦବ ସେଇ ଯୋଉ ପୋଷ୍ଟଟି ସାର୍ ଫାଙ୍କା ଅଛି ସେ ବିଷୟରେ ଆପଣଙ୍କ ପାଖରେ କଣ ତଥ୍ୟ ଅଛି ସାର୍ ତାର ଡକୁମେଣ୍ଟ କିଛି ଥିବ ଡେଥ ସାର୍ଟିଫିକେଟ ଥିବ ପୋଲିସ ନୋଟିସ ଗ୍ରାମ ସଭା ନୋଟିସ ମରିଯାଇଛି ବୋଲି ମାନେ କିଛି ତ ଲେଖିଥିବେ ନା ସେ ତାର କପି ହଁ ମତେ ସାର୍ ଦିଆଯାଉ ତୃତୀୟରେ ସାର୍ ସେଇ ଯୋଉ ପୋଷ୍ଟଟି ଫାଙ୍କା ପଡିଛି ତାକୁ ପୂରଣ କରିବା ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି ପଞ୍ଚାୟତକୁ ନୋଟିସ ସାର୍ କରିଛନ୍ତି ପଞ୍ଚାୟତ ଗାଁକୁ ନୋଟିସ କିଛି ତ ନୋଟିସ କରାଯାଇଥିବ ସେ ସାର୍ ନୋଟିସ ର କପି ମତେ ଦିଅନ୍ତୁ ସାର୍ ଯଦି ନ ହେଇଛି ସେ ପଦବୀ କେବେ ପୂରଣ ହବ ସେ ବିଷୟରେ ଜଣାନ୍ତୁ ବା ସେଥିପାଇଁ କଣ କଣ ପ୍ରୋସିଡ୍ୟୁର ଅଛି ବା ଆପଣ କଣ ଆକ୍ସନ ନେଇଛନ୍ତି ତାର ଡିଟେଲ୍ସ ମତେ ଦିଅନ୍ତୁ ସାର୍ ଏବେ ସେ ବାଟକୁ ଆସିବ
ଏତିକି ଭିଡିଓ କଲ୍ ପଚାର। ହଁ, ପ୍ରଥମେ ପିଓଙ୍କୁ ଭେଟ, ଦୁଇରେ ବିଡିଓଙ୍କୁ ଭେଟ, ଯଦି ନ ମାନୁଛନ୍ତି ତାହେଲେ ତମ ଆରଟିଆଇ ଆପ୍ଲାଏ କର। ଆଉ ଆରଟିଆଇ ଆପ୍ଲାଏ କରିବା ପାଇଁ ତମକୁ ମୁଁ ଫର୍ମ ପଠେଇଦେବି, ତମେ କଣ କଣ ଲେଖିବ ସେ ବିଷୟରେ ତମକୁ ଜଣେଇଦେବି, ତମେ ତାକୁ ଆରଟିଆଇ ଆପ୍ଲାଏ କର। ପ୍ରଥମେ ତ ତମେ ପିଓଙ୍କୁ ଭେଟ, ପିଓଙ୍କୁ ଭେଟିକି କଥା ପଚାର। ଆଗେ ପ୍ରଥମେ ପିଓଙ୍କୁ ଭେଟ, ପିଓଙ୍କୁ ଭେଟି ସାରିଲା ପରେ ପିଓ କଣ କହୁଛନ୍ତି ତାଙ୍କୁ ମତେ ଜଣେଇବ। କ୍ଲିୟର ହେଲା? ତାପରେ ବିଡିଓଙ୍କୁ ଭେଟିବ, ବିଡିଓ କଣ କହୁଛନ୍ତି ଜଣେଇବ, ତାପରେ ଆମେ ଆରଟିଆଇ ମାଗିବା। ଆଗେ ତାଙ୍କୁ ସରଳ ବାଟରେ ବୁଝେଇବା, ଯଦି ସମସ୍ୟାର ସମାଧାନ ହେଇଗଲା ତ ଭଲ।